ରାସ୍ତାର ଅବସ୍ଥା ସୁଧୁରିବ କେବେ? ଗାଏଁ ଗାଏଁ ପକ୍କା ସଡ଼କ, ଚକ୍ ଚକ୍ ରାସ୍ତାରେ ଚାଲି ଚାଲି ହେଉ କି ଯାନରେ ହେଉ, ଘରୁ ବାହାରିଲା ମାନେ ପକ୍କା ସଡ଼କରେ ପାଦ ଦେବେ ପଥଚାରୀ। କି ବର୍ଷା କି ଖରା, ରାସ୍ତାର ସମସ୍ୟା ଭୋଗିବେ ନାହିଁ କେହି। ରାସ୍ତାର ବିକାଶର ଛାୟାରେ ସାରା ଅଞ୍ଚଳ ଏକ ଯାତାୟାତର ସୁବିଧାରେ ଅସୁବିଧା ଭୋଗ କରିବେ ନାହିଁ କେହି। ଏ ବିକାଶର କଥା ମନଗଢ଼ା ନୁହଁ, ଏ ହେଉଛି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାର ଏକ ଉଦାହରଣ। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି, ରାସ୍ତାର ଉନ୍ନତିକରଣରେ ଯିବା ଆସିବାର ଦୁର୍ଦ୍ଦଶା କେହି ଭୋଗିବେ ନାହିଁ, କିନ୍ତୁ ସରକାରଙ୍କ ଏହି ପ୍ରତିଶ୍ରୁତି ଯେ କେଉଁଠି ବିନିଯୋଗ ହେଉଛି ତାହା ଜାଣିବା ମୁସ୍କିଲ। ଯେଉଁମାନେ ଏସି ଗାଡ଼ିରେ ଯିବା ଆସିବା କରୁଥିବେ, କେବଳ ସେହି ରାସ୍ତାରେ ହିଁ ଧ୍ୟାନ ଦିଆଯାଇଥାଏ। ଆଉ ଯେଉଁ ରାସ୍ତାରେ ପ୍ରତିଦିନ ଗରିବ ଖଟିଖିଆ ଯିବା ଆସିବା କରିଥାନ୍ତି, ସେହି ରାସ୍ତା ଉପରେ ବୋଧେ ସରକାରଙ୍କ ଦୃଷ୍ଟି ପଡ଼ିପାରେ ନାହିଁ, କି ସରକାର ଜାଣି ଜାଣି ସେହି ରାସ୍ତା ଉପରେ ଗୁରୁତ୍ୱ ଦେଇନଥାଏ। ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମ ପଞ୍ଚାୟତର ବଲାଣିପଶି ଗ୍ରାମରେ। ବଲାଣିପଶି ଗ୍ରାମ ଅଙ୍ଗନବାଡ଼ିଠାରୁ ନୂଆସାହିକୁ ସଂଯୋଗ କରୁଛି ଏକ ରାସ୍ତା। ଗ୍ରାମ ରାସ୍ତା ହେଲେ ମଧ୍ୟ ଏହି ରାସ୍ତା ଉପରେ ଅନେକ ଗ୍ରାମ ନିର୍ଭର କରିଥାନ୍ତି। ଏହି ରାସ୍ତା ଏକ ମୁଖ୍ୟ ରାସ୍ତା ପାଲଟି ଯାଇଥିବା ବେଳେ ଏହି ରାସ୍ତା ଉପରେ ଭରସା କରି ଚାଲିଥାନ୍ତି ଲକ୍ଷ୍ମୀପଶି, ଜଗନ୍ନାଥପୁର, ତେଲିପଡ଼ା, ଦୁବେଇପେଣ୍ଟ, ଆହାରପଡ଼ା, ସାହାରପଡ଼ା ଗ୍ରାମବାସୀ। ତା ସହିତ ପିପିଳିଆ, ଗୁଚିଟାଙ୍ଗିରି, ବରବେଡ଼ା, ଚାତରପାଣିକୁ ଏହି ରାସ୍ତା ସଂଯୋଗ କରୁଛି। କିନ୍ତୁ ପରିତାପର ବିଷୟ ଯେ ଏହି ରାସ୍ତା ଏକ ମରଣଜନ୍ତାର ଜାଲ ବିଛାଇ ବିପଦକୁ ଢାଙ୍କି ରଖିଛି। ଖରାଦିନେ ଧୂଳି ବାଲିର ଲହରୀ ଖେଳୁଥିବା ବେଳେ ବର୍ଷା ଦିନରେ ଏହି ରାସ୍ତା ପାଲଟିଯାଏ ଏକ ଭୟଙ୍କର ମରଣଜନ୍ତା। ଯେଉଁ ମରଣଜନ୍ତାରେ କି ପ୍ରତିଦିନ ଖଟିଖିଆ ମଜୁରିଆମାନେ ଯିବା ଆସିବା କରିବା ସହିତ ସରକାରୀ କର୍ମଚାରୀ, ବ୍ୟବସାୟୀ ଏବଂ ସ୍କୁଲ ପିଲାମାନେ ଯିବା ଆସିବା କରିଥାନ୍ତି। ଖରାଦିନ ଅପେକ୍ଷା ବର୍ଷା ଦିନରେ ନାହିଁ ନଥିବା ଅସୁବିଧା ଭୋଗ କରୁଥାନ୍ତି ପଥଚାରୀ। ରାସ୍ତାକୁ ଦେଖିଲେ ଭୟ ସିନା କରନ୍ତି, କିନ୍ତୁ ଉପାୟ ଶୂନ୍ୟ ହୋଇ ଲୋକମାନେ ଭଗବାନଙ୍କ ଉପରେ ଭରସା କରି ଜୀବନ ବିକଳରେ ଯିବା ଆସିବା କରିଥାନ୍ତି। ପାଷାଣର ହୃଦୟ ନେଇ ଲମ୍ବି ଯାଇଛି ଏହି ରାସ୍ତାଟିଏ। ଲୋକମାନେ ଯମ ଯନ୍ତ୍ରଣା ଭୋଗିବା ପୂର୍ବରୁ ବର୍ଷା ଦିନେ ଯମ ଯନ୍ତ୍ରଣାରେ ଛଟପଟ ହେଉଥାଏ ଏହି ନିରୀହ ରାସ୍ତାଟି। କାରଣ ଯେଉଁ ଛାତିରେ ହଜାର ହଜାର ଲୋକଙ୍କୁ ଚାଲିବା ପାଇଁ ସାହାରା ଦେଇଥାଏ, ବର୍ଷା ଦିନେ ସେହି ରାସ୍ତାରେ ଟ୍ରାକ୍ଟର ଚାଲି ରାସ୍ତାର ଛାତିକୁ ବିଦାରି ଦେଇଥାଏ। ଯେଉଁ ରାସ୍ତାର ଛାତି ଉପରେ ପାଦ ଦେଇ ମଣିଷ ତାର ଜୀବନ ସଉଦା କରିଥାଏ, ସେହି ଛାତି ଚିରା ରାସ୍ତାରେ ଯେ ମଣିଷ କେମିତି ଯିବା ଆସିବା କରିପାରେ, ତାହା କେବଳ ନିରୀହ ରାସ୍ତାଟି ହିଁ ଅନୁଭବ କରିପାରିଥାଏ। କିନ୍ତୁ ଏହି ରାସ୍ତା ପ୍ରତି ପ୍ରଶାସନର ଦୁର୍ବଳତା ସାରା ଅଞ୍ଚଳବାସୀଙ୍କୁ ଶକ୍ତ ଧକ୍କା ଦେଇଛି। ବର୍ଷା ଦିନେ କିଏ ରୋଗରେ ପଡ଼ିଲେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଯେ କେତେ ଅସୁବିଧା ହୁଏ, ତାହା କେବଳ ଭୋଗିଥିବା ମଣିଷ ହିଁ ଅନୁଭବ କରିପାରିବ। ଯଥାଶୀଘ୍ର ଏହି ରାସ୍ତା ଉପରେ ପ୍ରଶାସନର ତୀକ୍ଷ୍ଣ ଦୃଷ୍ଟି ପଡ଼ି ଏହି ରାସ୍ତାକୁ ସୁଧାର ଆଣିବା ପାଇଁ ଏ ଅଞ୍ଚଳବାସୀ ଦାବି କରୁଥିବା ବେଳେ ତୁରନ୍ତ ପକ୍କା ସଡ଼କ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। କେନ୍ଦୁଝର ସାହାରପଡ଼ାରୁ ସଦାନନ୍ଦ ବେହେରାଙ୍କ ରିପୋର୍ଟ, ଏବି ନ୍ୟୁଜ୍।